କୁଡାସିଙ୍ଗାରୁ ଜଙ୍ଗଲୀ ଗାର୍ଡ ଭାଲୁ ଉଦ୍ଧାର। ରୋଗିଣା ଥିବାରୁ ଚାଲିଛି ଚିକିତ୍ସା ସେବା। ବୌଦ୍ଧ ବନଖଣ୍ଡ ପୁରୁଣାକଟକ ରେଞ୍ଜ କୁସଙ୍ଗ ସେକ୍ସନ ଅନ୍ତର୍ଗତ ନୂଆ କୁଡାସିଙ୍ଗା ଗ୍ରାମରୁ ଶୁକ୍ରବାର ଦିନ ଅପରାହ୍ନରେ ଏକ ଜଙ୍ଗଲୀ ଗାର୍ଡ ଭାଲୁ ଉଦ୍ଧାର କରିଛି ବନ ବିଭାଗ। ସୂଚନା ମତେ ନିକଟସ୍ଥ ଜଙ୍ଗଲରୁ ଏକ ଗାର୍ଡ ଭାଲୁ କୌଣସି ମତେ ଗାଁ ମୁହାଁ ହୋଇଥିବା ବେଳେ ଗ୍ରାମବାସୀଙ୍କ ନଜରରେ ଆସିଥିଲା ଓ ପରେ ଗ୍ରାମବାସୀଙ୍କଠାରୁ ଖବର ମିଳିଲା ପରେ ବନ ବିଭାଗ ପହଞ୍ଚି ଭାଲୁକୁ ଉଦ୍ଧାର କରିଥିଲେ। ଉକ୍ତ ଭାଲୁଟି ରୋଗିଣା ହୋଇଥିବା ଜାଣି ତାକୁ ତୁରନ୍ତ ହରଭଙ୍ଗା ପ୍ରାଣୀ ସହାୟକ କେନ୍ଦ୍ର ନିକଟରେ ଚିକିତ୍ସା ସେବା ଯୋଗାଇ ଦିଆଯାଇଥିବା ବେଳେ ବର୍ତ୍ତମାନ ଭାଲୁର ସ୍ୱାସ୍ଥ୍ୟ ଅବସ୍ଥା ସାମାନ୍ୟ ସ୍ଥିର ଥିବା ଜଣାପଡ଼ିଛି। ଅନ୍ୟପଟେ ଜଙ୍ଗଲୀ ଭାଲୁ ଉଦ୍ଧାର ସମୟରେ କୁସଙ୍ଗ ବନପାଳ ଚିତ୍ତରଞ୍ଜନ ପ୍ରଧାନ, ପୁରୁଣାକଟକ ରେଞ୍ଜ ଅଧିକାରୀ ଜୟନ୍ତ ଦାସ, ବନରକ୍ଷୀ ମାନସ ସାହୁ, ରୋହିତ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ। ବୌଦ୍ଧରୁ ଭାଗବତ ମେହେରଙ୍କ ରିପୋର୍ଟ, ଫୋକସ୍ ପ୍ଲସ୍।